ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇଆ ଭଉଣୀମାନେ, ଆମ୍ଭେମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛେ। ଆମ୍ଭେମାନେ କହିପାରିବା ଆମ୍ଭେମାନେ ଅନନ୍ତ ଜୀବନ ପାଇବା। ଏଫେସୀୟ 6:11 ଏହିପରି ଲେଖାଯାଏ, ତୁମ୍ଭେମାନେ ଯେପରି ଶୈତାନର ସମସ୍ତ ଚାତୁରିତା ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର। ଆମ୍ଭେମାନେ ଯୁଗାନ୍ତ ସମୟରେ ବାସ କରୁଛେ। ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ଅତି ସନ୍ନିକଟ। ଶୈତାନ ମଧ୍ୟ ଜାଣେ। ଆମକୁ ଜାଣିବାର ଅଛି ଏ ଯୁଦ୍ଧ ଆତ୍ମିକ ଅଟେ। ଶୈତାନ ତାହା ଜାଣି ଅନେକ ମଣ୍ଡଳୀ ଗୁଡ଼ିକ ମଧ୍ୟରେ ତା ଦ୍ୱାରା ମନୋନୀତ ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତି କରିଅଛି। ଆମେମାନେ ଯେଉଁ ମଣ୍ଡଳୀ ଗୁଡ଼ିକୁ ଯାଉଛେ, ଆମେମାନେ ଯେଉଁ ପାଳକମାନଙ୍କ ପାଖକୁ ଯାଉଛେ, ଆମେମାନେ କେବେ ପରୀକ୍ଷା କରିଛେ ସେମାନେ ଈଶ୍ୱରଙ୍କ ଠାରୁ ଆଗତ ନା ଶୈତାନ ଦ୍ୱାରା ଚାଳିତ? ପ୍ରଥମ ଜନ 4:1 ଏହିପରି ଲେଖାଯାଏ, ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଆସିଅଛନ୍ତି। ସାଧୁ ପାଉଲ କୁହନ୍ତି, ଶୈତାନ ସ୍ୱର୍ଗଦୂତଙ୍କ ବେଶ ଧାରଣ କରିପାରେ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମକୁ ସଜାଗ ହେବାର ଅଛି। ଆମେ କେଉଁ ପ୍ରକାର ପାଳକଙ୍କ ପାଖକୁ ଯାଉଛେ, ଆମେ କେଉଁ ପ୍ରକାର ଶିକ୍ଷାକୁ ଗ୍ରହଣ କରୁଛେ, ନହେଲେ ଏ ଆତ୍ମାର ଦାୟୀ ଆମେ ହେବା। ପରମେଶ୍ୱର ଚାହାନ୍ତି ଆମେ ତାହା ଜାଣି ସେ ସ୍ଥାନରୁ ଆମେ ବାହାରି ଆସୁ। ଆମେ ଯେଉଁ ସ୍ଥାନରେ ଏବେ ଅଛୁ ସେ ସ୍ଥାନକୁ ଆମେ ପରିବର୍ତ୍ତନ କରୁ। ଆମେ ଯେତେବେଳେ ଦେଖୁଛେ ପ୍ରଭୁ ସେଇ ଜଗତରେ ଥିଲେ, ଶିଷ୍ୟମାନେ ତାଙ୍କୁ ଯୁଗାନ୍ତ ସମୟର ଲକ୍ଷଣ ଗୁଡ଼ିକ ପଚାରିଲେ। ସେଠି ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, ସେଟା ମାଥ୍ୟୁ 24 ଲେଖାଯାଏ। ମାଥ୍ୟୁ 24:15 ଲେଖା ହେଇଛି, ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ। ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ବସିବା ଦେଖିବ ମାନେ କ'ଣ? ପବିତ୍ର ସ୍ଥାନର ଅର୍ଥ ଯେଉଁଠାରେ ଈଶ୍ୱରଙ୍କର ଉପସ୍ଥିତି ଆସେ, ଯେଉଁଠାରେ ଈଶ୍ୱରଙ୍କର ଉପାସନା କରାଯାଏ। ମଣ୍ଡଳୀ ଗୁଡ଼ିକ ମଧ୍ୟରେ ଉତ୍ସନକାରୀ ଘୃଣ୍ୟ ବସ୍ତୁକୁ ବସିବା ଦେଖିବ ମାନେ ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ଦେଖିବ। ସେତେବେଳେ କ'ଣ କରିବ? ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି ସେମାନେ ପର୍ବତମାଳାକୁ ପଳେଇ ଯାଆନ୍ତୁ। ପରମେଶ୍ୱର ଚାହାନ୍ତି ଆମେ ସେ ସ୍ଥାନକୁ ଛାଡ଼ିକି ଯେଉଁଠାରେ ପ୍ରକୃତ ପାଳକ ଅଛନ୍ତି, ସତ୍ୟ ବାକ୍ୟ ଦିଆଯାଉଛି, ଆମେ ସେହି ସ୍ଥାନକୁ ଆମେ ପଳେଇ ଯାଉ। ଆମେ ସେଥିପାଇଁ ପ୍ରସ୍ତୁତ ହେବା, ଆମେ ମନୋଯୋଗୀ ହେବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।